ଆଗରୁ ଆମର जो କଲରପତ୍ର ବାଘ ଚାଲ ଡିଲ୍ କରିବାକୁ ଖବର ପାଇଥିଲା ଆମର ମାନବ ଟିମ୍ ଖବର ପାଇଥିଲା ସେ ଅନୁସାରେ ଆମର ଏସିଏଫ୍ ନବରଙ୍ଗପୁର ନେତୃତ୍ୱରେ ଗୋଟେ ଟିମ୍ ଆଉ କୋଡ଼ିଙ୍ଗା ରେଞ୍ଜ ଅଫିସର ଏସିଏଫ୍ ଦୁଇ ଜଣଙ୍କ ନେତୃତ୍ୱରେ ଗୋଟେ ଟିମ୍ ପୁରା ତାଙ୍କୁ ଟ୍ରାକ୍ କରୁଥିଲା। ସେଇଟା ଆମର କୋଡ଼ିଙ୍ଗା ରେଞ୍ଜ ଏରିଆରେ ଯେତେବେଳେ ତାଙ୍କ ଡିଲ୍ ଚାଲିଥିଲା ସେଇ ସମୟରେ ଆମର ପ୍ଲାନ୍ ଅନୁସାରେ ତାକୁ ଇଣ୍ଟରସେପ୍ଟ କରି ଧରାଯାଇଛି। ଆଉ ଗୋଟେ ସ୍କିନ୍ ଧରାଯାଇଛି ଲେପର ସ୍କିନ୍ ଆଉ 3 ଜଣ ଲୋକଙ୍କୁ ଅଟକ ରଖାଯାଇଛି। ବର୍ତ୍ତମାନ ତାର ଯେଉଁ ଫରୱାର୍ଡ଼ ଲିଙ୍କେଜ୍ ଆଉ ବ୍ୟାକୱାର୍ଡ଼ ଲିଙ୍କେଜ୍ କେଉଁଠୁ ଆଣିଛନ୍ତି କ'ଣ ଚାଲିଛି ତାରି ଉପରେ ତଦନ୍ତ ଚାଲିଛି। ହଁ ବିକ୍ରି କରିବା ପାଇଁ ଡିଲ୍ ଚାଲିଥିଲା। ହଁ ଏବେ ଚାଲିଛି ଫରୱାର୍ଡ଼ କରାହେବ। ଯେଉଁ 3 ଜଣଙ୍କୁ ଅଟକ ରଖାଯାଇଛି ଗିରଫ କରାଯାଇଛି। ଆଉ ତାଙ୍କର ଯେଉଁ ଲିଙ୍କ୍ ଅଛି କେଉଁଠୁ କ'ଣ ସୋର୍ସରୁ ଆସିଛି ତା ଉପରେ ପୁରା ଅନୁଧ୍ୟାନ ଚାଲିଛି, ଇନଭେଷ୍ଟିଗେସନ୍ ଚାଲିଛି। ଆମର ଟିମ୍ ଇନଭେଷ୍ଟିଗେସନ୍ କରୁଛନ୍ତି, ତାପରେ ଫରୱାର୍ଡ଼ କରାଯିବ।